ଆମେ ଜାଣିଥାନ୍ତୁ ହେଲେ ପଣ୍ଡୁ ତମର କଣ ହେବେ? ବାପା ହେବେ। ସତ କହୁଛ? ହଁ ତମର ବାପା ତ ପଣ୍ଡୁ? ହଁ ଓରିଜିନାଲ ତ? ଓରିଜିନାଲ ବାପା ସତରେ original? ଭାଇ ବାପା ତ ବାପା ଓରିଜିନାଲ ଡୁପ୍ଲିକେଟ ରହୁଥିଲେ ଯେ ହବ ହବ ତମର ହେଇଛି କି? ହେଇଛି ହେଇଛି କୁହ ଯିଏ ଜନ୍ମ କରିଛି ସେ ବାପା? ନାଇଁ 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 ତମେ କହିଲ ତମର ପ୍ରଥମ ନାମଟା ପଣ୍ଡୁ ରାଜା ଦେଇଛ, ହଁ। ହେଲେ ତମର ବାପା ପଣ୍ଡୁ ପଣ୍ଡୁ। ହେଲେ ତମ ମା କିଏ? କୁନ୍ତି। ତମ ମାର ପଣ୍ଡୁ କଣ ହେବେ? ସ୍ୱାମୀ। ସ୍ୱାମୀ? ହଁ ସ୍ୱାମୀ ନହେଲେ ଅଣ୍ଡ୍ରା ହବ। ଆଜ୍ଞା ଜଗତରେ ସମସ୍ତଙ୍କର ସ୍ୱାମୀ ଗୋଟେ ଜାଣିଛ ନା? ହଁ ଗୋଟେ। ତମ ମାର ଯୋଉଟା ତମର ଯୋଉଟା ସମସ୍ତଙ୍କର ସ୍ୱାମୀ ଗୋଟେ। ସମସ୍ତଙ୍କର ଗୋଟେ ସ୍ୱାମୀ। ସମସ୍ତଙ୍କର ଯଦି ଗୋଟେ ସ୍ୱାମୀ ହଁ। ହେଲେ ତମ ମାର ସ୍ୱାମୀ କିଏ? ବେଲେ ମୋ ମାର ସ୍ୱାମୀ ତ ପଣ୍ଡୁର କହିଲି ପଣ୍ଡୁ ରାଜା। ତମ ମାର ସ୍ୱାମୀ ପଣ୍ଡୁ? ହଁ। ସ୍ୱାମୀ ବୋଲେ କଣ ଜାଣିଛ? କଣ? ସ୍ୱାମୀ ବୋଲେ କଣ ହେଲେ? ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ସ୍ୱାମୀ ହଉଛନ୍ତି ଜଗନ୍ନାଥ। ହଁ। ହେଲେ ତମ ମାର ଓରିଜିନାଲ ସ୍ୱାମୀ କିଏ? କିଏ? ସେ ତ ଭକ୍ତିର ସ୍ୱାମୀ। ହେଲେ ତମ ମାର ଓରିଜିନାଲ ସ୍ୱାମୀ ବୋଲେ କଣ ଟିକେ ବୁଝିବାକୁ ପଡିବ ନା। ଯାହାକୁ ବିବାହିତ ସେ ଏକା ସ୍ୱାମୀ ହବ ନା। ସ୍ୱାମୀର ଅନ୍ୟ ନାମ କଣ ଗୋଟେ ଥିବ ନା? ବୋଲେ ଆଉ ଅନ୍ୟ ନାମ କଣ ରହୁଛି? କଣ ଅଛି ରେ ପିଲେ ଜାଣିଛ କି ରେ? হ্যাঁ হেডি ହେଲା ଆମ ହଟି ମାଷ୍ଟର ଆଗେତିରେ ଆମେ ଗାଁକୁ ପଳେଇଲେଣି। ତମେ କଣ ଭିତରେ ଦିଆ ନିଆ କରୁଛନ୍ତି କି? ନାଇଁ ନାଇଁ ତମର ପ୍ରକୃତରେ ମାର ଘଇତା କିଏ? ମାର ଘଇତା କିଏ? ତମ ମାର ଘଇତା ପଣ୍ଡୁ କହିଲି ପରା। ତମ ମାର ଘଇତା ଯଦି ପଣ୍ଡୁ ସ୍ୱର୍ଗର ଇନ୍ଦ୍ର କଣ ହେ? ସେ ମଧ୍ୟ ମୋର ବାପା ହେବେ। ତମ ମାର ଘଇତା ନା ଲବେର? କାଣି ନାନ୍ତୁରା ଦେଖୁଛ ବା? ନାଇଁ ତମ କଥା ପଡେ ତମେ ହେ ହେ ହଚେ ନଚ। ହେଲେ ତମ ମାର ଏମିତି କେତେଟା ହେ? ମାର କେତେଟା କଣବା? ଘଇତା ଓ ଘଇତାଲେ କେତେ ରହୁଛି? ଗୋଟେ ତ ସମସ୍ତଙ୍କର ଅଛି। ତ ସମ ପଣ୍ଡୁ ତ ଗୋଟେ ଘଇତା ଇନ୍ଦ୍ର ତ ଗୋଟେ ଘଇତା ଦିଟା ଘଇତା ହେଲାଣି ଏତେବେଳକୁ ତମ ମାର ଆହୁରି କେତେଟା ବାହାରିବ ନା? ଏତେ କଥା କହିଲେ ମୋ ଗାଁକୁ ପଳେଇ ଯାଉଛି। ରୋ 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 ବୋଲେ ନାଟୁ ଡାକି ଆଣି ଆମ ଘର କଥା ସବୁ ଦେଖ ପଦାରେ ପକଉଛନ୍ତି। ନାଇଁ ନାଇଁ ଏ ପିଲାଟାକୁ ଆଙ୍କି ଭାଇନା କଣ ଦେଇଛି ଦୀପା ନାଉଛି ଆମ ଦୁଆରୀ ମାଷ୍ଟର। ଆଚ୍ଛା ମହାପ୍ରଭୁ ତୁମେ କହିଲ ତମର ପ୍ରଥମ ନାମଟା ପଣ୍ଡୁ ରାଜା ଦେଇଛ, କହିଲ ନା? ହଁ ସତ କଥା। ହଁ ହେଲେ ତମର ତ ବାପା ପଣ୍ଡୁ ନୁହନ୍ତି, ସ୍ୱର୍ଗର ଇନ୍ଦ୍ର ତମ ବାପା। ହଁ ହେଲେ ପଣ୍ଡୁ କିନି ତମର ପ୍ରଥମ ନାଁଟା ଦେଲେ? ଦୂତ କଥାଟା ଅଛି ସେଇଠି, ଆଉ ଏତେ ଡିଆଁ ମାରିକିରି କିଛି କହିବା ଆବଶ୍ୟକ ନାହିଁ। ତମର ପ୍ରକୃତରେ ପ୍ରଥମ ନାମଟା କିଏ? ପଣ୍ଡୁ ମାତ୍ର ଦେଇନାହାନ୍ତି। ଆପଣ ବସନ୍ତୁ, ଆପଣଙ୍କର ପ୍ରଥମ ନାମଟା କିଏ ଦେଇଛି ମୁଁ କହୁଛି। ତାହେଲେ କହ ମହାପ୍ରଭୁ ଆପଣଙ୍କର ପ୍ରଥମ ନାମକରଣ କିଏ ଦେଇଛନ୍ତି? ପଣ୍ଡୁ ଦେଇନାହାନ୍ତି। କିଏ ଦେଇଛନ୍ତି? ଶୁଣ ହେ ହରେ ଭାକୁଡ଼ା ପିଲା ଶୁଣଛୁ କି ରେ? ଶୁଣଛୁ ତ? এইটা কাউ কইল? ହେଡି দেখো তুমি দিয়া কাবা দেখো তুমি যে ଶୁଣ ହେ ଏ ଶୁଣ ଅର୍ଜୁନ ପ୍ରଥମ ନାମର ବୃତ୍ତାନ୍ତ। ଶୁଣ ଅର୍ଜୁନ ପ୍ରଥମ ନାମର ବୃତ୍ତାନ୍ତ। ଠିକ ଠିକ କରିଆଜ କରିବା ପ୍ରକାଶ। ଧୂତରାଷ୍ଟ୍ର ହେଲେ ଅନ୍ଧରାଜ କୁହ ଯୋଗ୍ୟ। ସେଥିର ନିମନ୍ତେ ପଣ୍ଡୁରାଜ କଲେ ଭୋଗ। ଫେରେ ଧୂତରାଷ୍ଟ୍ରକୁ ପଣ୍ଡୁରାଜ ହାର ଦେଇ ଦୁଷ୍ଟ ନିବାରିଲେ ବୀର ବନସ୍ତରେ ରହି। ସେ ସୁର ନଦୀ ତୀରେ ଅର୍ଜୁନ ନାମେ ବନ। ତହୁ ଜନ୍ମ ହେଲ ମିନଦୀ ତିଆର ଦିନ। ବୃହସ୍ପତିବାର ପୁଣି ଉତ୍ତରା ଫାଲ୍ଗୁନି। ଏ ସମୟରେ କୁନ୍ତି ଜପାମାଳ ଘେନି ଇନ୍ଦ୍ରଦେବଙ୍କୁ କରିଲେ ସ୍ମରଣୀ। ଦେଖ ଇନ୍ଦ୍ରଦେବଙ୍କୁ ଯେ କରିଲେ ସ୍ମରଣୀ। ଦେଖ ଦୁଷ୍ମନ୍ତ ନାମରେ ଇନ୍ଦ୍ର ସ୍ୱର୍ଗରେ ଥିଲେ। କୁନ୍ତି ଜପନ୍ତେ କୁନ୍ତି ପାଶେ ମିଳିଲେ। କୁନ୍ତିଙ୍କ ସହିତ ହେ ଶୃଙ୍ଗାର କଲେ। ଶୃଙ୍ଗାରର ସରୁ ଅର୍ଜୁନ ଜନମ। କୋଳେ ଧରିଲେ ଦେବ ଭଗବାନ। 33 କୋଟି ଦେବତା କଲେ ସ୍ମରଣ। ଅଷ୍ଟପସରି ଆସି ପାଶରେ ମିଳିଲେ। ତୁମକୁ ବନ୍ଦାପନା କରି
ରହିବା ବେଳେ रे କୋଳେ ଧରିଛନ୍ତି ଭଗବାନ ନିଜ ନନ୍ଦନ କୋଳେ ଧରିଛନ୍ତି ଭଗବାନ ନିଜ ନନ୍ଦନ ଅତି ଶ୍ରଦ୍ଧାରେ ରେ ନାମ ରଖିଲେ ଅର୍ଜୁନ ଅତି ଶ୍ରଦ୍ଧାରେ ରେ ନାମ ରଖିଲେ ଅର୍ଜୁନ ମହାପ୍ରଭୁ तू तो କଣ ବୁଝିଲ कौन बुझिले बुझिले तो बुझिबी कौन बुझिले बरे कौन बुझी ତମ ମାର ଥ ଥ ଥ ତମ ମାଙ୍କ ସହିତ ତମ ବାପା ଯାଇଥିଲେ ବୁଲିବାକୁ ବନସ୍ତ हाँ किए के स्वामी स्त्री जाऊ नहीं बुलिया ହେଲେ ତମ ବାପାର କେତେଟା ଜାଣିଛ केतुडा ଦିଟା मो बापार दीटा स्त्री हाँ ଗୋଟେ କୁନ୍ତି ଗୋଟେ ମାଦ୍ରୀ अच्छा ଏ ଦୁଇ ଜଣଙ୍କୁ ଧରି ବନସ୍ତରେ ବୁଲୁଥିଲେ ହଁ, ହଁ। ହେଲେ ତମ ବାପାଙ୍କୁ ତ ବ୍ରହ୍ମ ଅଭିଶାପ ପଡିଛି କିନ୍ତୁ ସନ୍ତାନ ସନ୍ତତି ହେଲାନି ନାହିଁ। ନହବାରୁ କୁନ୍ତି କଣ କଲେ कौन कले ସେଦିନ ଅଧରାତ୍ର ସମୟରେ ଋଷଶୃଙ୍ଗ ପର୍ବତ ନିକଟସ୍ଥ ଅର୍ଜୁନ ବନସ୍ଥ ନିକଟରେ ପହଞ୍ଚିଲେ ହଁ। ଅର୍ଜୁନ ବୃକ୍ଷ ମୂଳରେ ଗୋଟେ ଶିଆଳି ପତ୍ର ଆଣି ସେଜ ପକେଇକିରି ପାରିଦେଲେ ଜପା ମାଲ୍ଲା ଧରିକିରି ସ୍ୱର୍ଗର ଇନ୍ଦ୍ରକୁ ଡାକିଲେ अच्छा ସ୍ୱର୍ଗର ଇନ୍ଦ୍ର ଶାସନ କରୁଥିଲେ ଦୁଷ୍ପନ୍ଦ ନାମରେ ଇନ୍ଦ୍ର ए ଦୁଷ୍ପନ୍ଦ ଇନ୍ଦ୍ର ଆସିଲେ ତମ ମାଙ୍କ ସହିତ ଶୃଙ୍ଗାର ହେଲା अच्छा ସାଙ୍ଗେ ସାଙ୍ଗେ ଗୋଟେ କ୍ଷଣିକ ଭିତରେ ତମେ ଜନ୍ମ ହେଇଗଲା तू तो କାହିଁକି ଦେବତା ମାନଙ୍କର ଅମେଘରେ ତ ଠିକ୍। ସାଙ୍ଗେ ସାଙ୍ଗେ ତୁମେ ଜନ୍ମ ଲାଭ କଲ ହଁ। କୋଳରେ ଧରିଦେଲେ ତୁମକୁ ଭଗବାନ ଇନ୍ଦ୍ର हाँ ଧରିକିରି କଣ କହିଲେ ନା ସ୍ୱର୍ଗର ଦେବତା ମାନଙ୍କୁ ସ୍ମରଣା କଲେ ଅଷ୍ଟ ଅପସରୀଙ୍କ ସହିତ ଦେବତା ମାନେ ଆସିଲେ ତୁମକୁ ବନ୍ଦାପନା କଲେ ବନ୍ଦାପନା କରିବା ସମୟରେ କୋଳେ ଧରି ଭଗବାନ ନାମ ଦେଲେ ଅର୍ଜୁନ अच्छा କୋଳେ ଧରି ଭଗବାନ ନାମ ଅର୍ଜୁନ ବୋଲି ଦେଲେ ଆଜ୍ଞା हे ଅର୍ଜୁନ ବୋଲି କାହିଁକି ଦେଲେ कहीं के ନା ଅର୍ଜୁନ ବୃକ୍ଷ ମୂଳେ ଅର୍ଜୁନ ବନରେ ତୁମେ ହୋଇଲ ଜନମ अच्छा ତେଣୁ କରି ନାମ ତୁମର ହେଲାଟି ଅର୍ଜୁନ अर्जुन ଅର୍ଜୁନ ବନସ୍ଥ ଅର୍ଜୁନ ବୃକ୍ଷ ମୂଳେ ଜନ୍ମ ହେବା ଯୋଗୁଁ ତମ ନାମ ଅର୍ଜୁନ ହେଲା अच्छा ହେଲେ ମହାପ୍ରଭୁ तू तो ଅର୍ଜୁନ ବୋଲି ନାମଟା ପାଇଗଲ ହଁ। ହେଲେ ପାଖରେ ଗୁରୁ ବୃହସ୍ପତି ଅଛନ୍ତି ठीक ଇନ୍ଦ୍ର କହିଲେ ବୃହସ୍ପତି ମୁଁ ସେଟା ଶ୍ରଦ୍ଧାରେ ନାମକରଣ କଲି हाँ ତମେ ପାଞ୍ଜି ଟିକେ ଦେଖିଲ ପାଞ୍ଜି ଦେଖା ହେଲା ପାଞ୍ଜି ଦେଖିବାରୁ କଣ କହିଲେ कौन कहिले ନା ଉତ୍ତରା ଫାଲ୍ଗୁଣୀ ନକ୍ଷତ୍ର ଜନ୍ମ ହେବା ଯୋଗୁଁ ତୁମ ନାମ ହେଲା ଫାଲ୍ଗୁନୀ फाल्गुनी ଗୋଟିଏ ହେଉଥିଲା ଅର୍ଜୁନ ଆଉ ଗୋଟେ ନାମ ହେଲା फाल्गुनी ଫାଲ୍ଗୁନୀ ହେଲେ ଅର୍ଜୁନ ନାମଟା କିଏ ଦେଲେ इंद्र ଇନ୍ଦ୍ର ଦେଲେ हाँ ଆଉ ତମେ କହୁଥିଲ ପଣ୍ଡୁ ଦେଲେ ବୋଲି। ए दूतो ହେଲେ ପ୍ରକୃତରେ ଇନ୍ଦ୍ର ଦେବତା ତମର ପ୍ରଥମ ନାମକରଣ କରିଛନ୍ତି हाँ ହେଲେ ମହାପ୍ରଭୁ तू तो ଏମନ୍ତ ସମୟରେ ଗୋଟେ ସୁନ୍ଦର ଘଟଣା ଘଟିଛି कौन घटिला କଥାରେ ଅଛି କହିବିନି କହିଲେ ମୁଁ ଏଠି ରହିବିନି अरे कहीं के रहू ତମର ଦାନା ପାଣି ଖାଉଛି तू तो ତମର ଦାନା ପାଣି ଖାଉ ଯଦି ଏଟା ରହିବି अच्छा तो कथाटे कहबू ହଁ ହଁ ଭଲ କଥାଟା ନା ହଁ ହଁ ଭଲ କଥା ପୁରା ଭଲ ଆଉ ଭଲ କଥାଟା କାହିଁ ରହିବୁନି ଆଚ୍ଛା ମହାପ୍ରଭୁ ତାହେଲେ କହୁଛି ଶୁଣନ୍ତୁ ଆଚ୍ଛା କାହିଁ କୁହ ହଉ ଆପଣ ବସନ୍ତୁ ମୁଁ କହୁଛି ବେଲେ ଭଲ କଥା କହିବ ମୁଁ ରାଗି କାଢେ ହେ ନାଇଁ ନାଇଁ ରାଗିବନି ତ ନାଇଁ ରାଗିବିନି ଭଲ କଥାଟା ବରା। କେଜାଣି ଦୁଷ୍ଟ ଲୋକ ବିଶ୍ୱାସ ନାହିଁ ଦୁଷ୍ଟ ଲୋକ ନଷ୍ଟ ଲୋକ ଏମାନଙ୍କୁ ବିଶ୍ୱାସ କରିବା ଟିକେ କଷ୍ଟ ତୁ ତ ଭଲ କଥା ପରା ହଁ ହଁ ତାହେଲେ ମୁଁ ରାଗି କାଢେ ଭଲ କଥା ବୋଲେ ସତ କଥା କହିବି ସତ କଥା ତ ଭଲ ଖରାପ ମୁଁ ଜାଣିନି କଥା ଭଲ ହବ କି ଖରାପ ହବ ମତେ ଜଣା ନାହିଁ କଥାଟା ଭଲ କହିଥିବ ନା ସତ କଥାଟା କହିବି ଆଉ ସତ କଥା ବୋଲେ ଭଲ କଥା କହିଥିବ ହେଲେ ତମ ଦେବତା ମାନେ ପଳେଇଲେ ଅପ୍ସରୀ ଏଠି ଶୁଣ ଆସ ହଁ ଆସ ଆସ ଆସ, ଶୁଣ ଅପ୍ସରୀ ମାନେ ପଳେଇଲେ ହଁ ଦେବତା ମାନେ ହେଲେ ପଳେଇଲେ ପଳେଇଲେ ତମ ମା ଅଛି ତମ ବା ଅଛି ହଁ ତମେ ଅଛ ତମ ମାର କୋଳରେ କୋଳରେ ପିଲାଟେ ହେଇଥିଲି ପିଲାଟେ ଛୋଟ ପିଲାଟା ଘଣ୍ଟାଟା ହେଇଛି ଜନ୍ମ ହେଇକି ହେଲେ କଣ ହେଲା ଜାଣିଛୁ କଣ ହେଲା କଥାରେ ଅଛି ମାଇ ପିଲାମାନଙ୍କ ସହିତ ବେଶୀ କଥାବାର୍ତ୍ତା ହବ ନାଇଁ 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 ଭଲ ନା ଆସିକିରି ମାଇପ ସହିତ ଯଦି ବେଶୀ କଥା ହେଲ ଟିକେ କଥା ଖସିବ ମାଡ଼ଗୋଳ ହବାଟା ହବ ହଁ ସ୍ତ୍ରୀ ସହିତ ବେଶୀ ଯଦି ଲଗେଇଲ କଥା ଜାଣି ତ ସେଦିନ ଘରେ ଝଗଡା କିନ୍ତି କିନ୍ତି ଆତେ ଯାଉଛି ଆଉ ଇଏ ତ ଶାସ୍ତ୍ର ନିୟମ ଆଜ୍ଞା ବେଶୀ ସମୟ ଯଦି ସ୍ତ୍ରୀ ସହିତ କଥା ହେଲ କୁଲ ଗୋଟେ ଝଗଡାଟା ସୃଷ୍ଟି ହେଇଯିବ କଥା ତ ଖସି ପଡିବ ହେଲେ ମହାପ୍ରଭୁ ତମ ମାର ବାପାର ବଇଛନ୍ତି କଥା ଆଉ ତମର ମାର ଟିକେ ଖସିଗଲା କଣଟା କଥା ଓ କଥାଟା ଖସିଗଲା କଥା ଖସିବାରୁ ଧରିଦେଲେ ତମ ବାପା ଇନ୍ଦ୍ର କଣଟା ଧରିଦେଲେ ବୋଇଲେ ହୋଇଗିଏ ରୁହ 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 ତମେ କିଏ ମୁଁ କିଏ ଜାଣିଛ କିଏ ତମ ମା ପଚାରୁଛନ୍ତି ତମର ବାପାଙ୍କୁ ହଁ। ମୁଁ ତମର କଣ ହେବି ଜାଣିଛ କଣ ହେବି ବୋଲେ ତମ ମାର ତମ ବାପା କଣ ହେବେ ଜାଣିଛ ମାର ବାପା କଣ ହେବେ ସ୍ୱାମୀ ସ୍ତ୍ରୀ ହେବେ ସ୍ୱାମୀ ସ୍ତ୍ରୀ ତ ଜଗତ ଜାଣିଲା ତମର କୁନ୍ତିଙ୍କର ଇନ୍ଦ୍ରଙ୍କର ସ୍ୱାମୀ ସ୍ତ୍ରୀ ବୋଲି ଜଗତ ଜାଣିଛି ହଁ ହେଲେ ତାଙ୍କର ଭିତ୍ରି ସମ୍ପର୍କ ଗୋଟେ ଅଛି ଭିତ୍ତିରି ସମ୍ପର୍କ କଣ ସେ ସମ୍ପର୍କଟା ଯଦି ଶୁଣିବ ହଁ। ତମେ ଆଉ ଏଠି ରହିବନି ଆଉ କୁଆଡେ ଯିବ ଅର୍ଜୁନ ପାଟ ଛାଡ଼ି ଦେଇକିରି ତମ ଘରକୁ ଡିଆଁ ମାରିବ ମାକୁ ଯାଇକିରି ଠେଙ୍ଗା କାଢିକିରି ବାଡେଇବ ହଁ ଠେଙ୍ଗା କାଢିକିରି ମାକୁ ପିଟିବ ଯେମିତି ଦୁର୍ଯ୍ୟୋଧନ ଯାଇକିରି ତା ମାମୁଁ ମନକୁ ନେଇକିରି ତା ଅଜାକୁ ନେଇକିରି ମାରି ଦେଇଥିଲା ତମେ ମଧ୍ୟ ସିନ୍ଧିଆ କରିବ
ପଥର ଘର ଭିତରେ ଯେମିତି ମାରି ନଥିଲା ଦୁର୍ଯ୍ୟୋଧନ ସେମିତି ତମେ ମଧ୍ୟ ତମ ମା ନାଇଁ ମୁଁ ମାରିନି ଭଲ କଥାଟା କୁହ ସତ କଥା ତ କହିବି ତ ଖରାପ ଭାବିବନି ନାଇଁ ନାଇଁ ହେଲେ ଅର୍ଜୁନଙ୍କର ମା ଅର୍ଥାତ୍ ଇନ୍ଦ୍ରଙ୍କ ସହିତ କୁନ୍ତୀଙ୍କର ସମ୍ପର୍କ କ'ଣ ହେଲା କୁନ୍ତୀକି କହିଲେ ଇନ୍ଦ୍ର କୁନ୍ତୀ ତମେ କେଡ଼େ ବଡ଼ କର୍ମ କଲ ହେ ମୁଁ ତମର କ'ଣ ହେବି ଜାଣିନା ମତେ ଡାକିଦେଲ ନାଇଁ ଏ କୁନ୍ତୀ ତୁମେ କ'ଣ କଲ ଗো କୁନ୍ତୀ କ'ଣ କଲ ନିଜ ଦେଢ଼ ସୁର ସହ ଡାରେ ନାରେ ନା ହେ ଦୂତ ଦେଢ଼ଶୁର ସହିତ କିଏ ଡାରନାର ହଉଛି ତମ ମୁଣ୍ଡ ଫୁଣ୍ଡ ଖରାପ ହେଲା ନା କ'ଣ ତମ ମା ତ ହେଇଛି ମୋ ମା ହେଇଛି କିଏ ହେବା ନ ହେବା କଥା ତମ ମା ତ ହେଇଛି ଦେଢ଼ଶୁର ସହିତ କିଛି ପ୍ରୀତି କରୁଥିଲା କେ ଜାଣି ତମ ମାକୁ ଯାଇକରି ପଚାରୁନ ଫୋନ୍ ନମ୍ବରଟା ଦଉନ ମୁଁ ପଚାରି ଟାୱାର ନାହିଁ ମେଘୁ ମହାପ୍ରଭୁ ତମ ମାଙ୍କର କିନି ଦେଢ଼ଶୁର ହବ ଜାଣିଛ କେମିତି ହବ ଇଆଡ଼େ ଆସ ତମର ବଡ଼ ଭାଇ ଭୀମ ନା ନାହିଁ ହଁ ଭୀମ ଭୀମର ବାପା କିଏ ଜାଣିଛ ପବନ ପବନର ବଡ଼ ଭାଇ କିଏ ଜାଣିଛ ପବନର ବଡ଼ ଭାଇ କିଏ ଇନ୍ଦ୍ର ଇନ୍ଦ୍ର ପବନଙ୍କର ବଡ଼ ଭାଇ ହଉଛନ୍ତି ଇନ୍ଦ୍ର ଇନ୍ଦ୍ର ତମର ବଡ଼ ଭାଇ ଯେମିତି ଭୀମ ହଁ ତମର ପିତା ପବନ ହଁ ଅର୍ଥାତ୍ ଭୀମଙ୍କର ବାପା ହେଲେ ପବନ ତାଙ୍କର ମଧ୍ୟ ବଡ଼ ଭାଇ ହଉଛନ୍ତି ଇନ୍ଦ୍ର ହେଲେ ଯଦି ପବନଙ୍କର ବଡ଼ ଭାଇ ଇନ୍ଦ୍ର ହେଲେ ତମ ମାର ସେ ଦେଢ଼ଶୁର ହେଲାନି ହେଲା ଆଉ ଦେଢ଼ଶୁର ସହିତ କି ନିନ୍ଦି କରୁଥିଲା ସେ କ'ଣ ଜାଣିଥିଲା କି ଛି 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 ବିଷ ଟିକେ ମିଳିଲାନି କି ତମକୁ କାଲିକା ଆଉ ନାଟୁ ଆଇବିନି ହେଲା ତମ ଭଳିଆ ଲୋକ ହବାରୁ ଆଜ୍ଞା ଜୀବନ ଧରିକିରି ଅଛି ନହେଲେ ବିଷ ଖାଇକିରି ମରିଯିବା କଥା କାଲିଠୁ ନାଟକ ଆଇବିନି ଶୁଣନ୍ତୁ ଆଜ୍ଞା ସନ୍ତୋଷ ଆଇନା ତାମିଲନାଡୁ ପଳେଇବା ହଁ ତାମିଲନାଡୁ କାରଣ ପଳେଇବ ଇଏ ପଳଉନ ସିକ୍ୟୁରିଟି ଗାର୍ଡ ହେଇକି ରହିବ ବିଶାଖାପାଟଣା ଯା ସେଠି କ'ଣ କାମ ନାଇଁ ନା ସେଉରେ ଟେକି ପାରିବିନି ହେଲେ ମହାପ୍ରଭୁ ଦୂତ ତମର ବଂଶଟା ଆଜ୍ଞା ସେମିତି ଆଜ୍ଞା ହେ ଦୂତ ଆଜ୍ଞା ଅର୍ଜୁନଙ୍କର ବଂଶ ସେମିତି କାହିଁକି ଆଙ୍କର ଘରର ସ୍ଥିତିଗୋତ୍ର ଠିକ ନାହିଁ ଆଙ୍କର କାରଲ ଠିକ ନାହିଁ ଆଙ୍କର ଘରର ଫାଉଣ୍ଡେସନଟା ଠିକ ନାହିଁ ହେ ଦୂତ ଫାଉଣ୍ଡେସନ ଠିକ ନାହିଁ ତମର ଘରର ଫାଉଣ୍ଡେସନ ବୋଇଲେ ଘରର ପୁନାଦି ଠିକ ନାହିଁ ଏ କେଡେ ବଡ ଘର କରାଯାଇଛି କେଡେ ବଡ ପୁନାଦି ଆଜ୍ଞା ଏ କରାଯାଇଛି ଘରର ପୁନାଦି ଠିକ ନଥିବ 10 ମହଲା କୋଠା ରହିବ କି ତେଣୁକରି ଆଙ୍କର ଘରର ପୁନାଦି ଠିକ ନାହିଁ ଫାଉଣ୍ଡେସନ ଘରର ଫାଉଣ୍ଡେସନ କିଏ ଜାଣିଛ କିଏ ମୁରବୀ ଘରର ମୁରବୀ ହଉଛି ଘରର ଫାଉଣ୍ଡେସନ ଯୋଉ ଘରର ମୁରବୀ ଠିକ ନାହିଁ ସେ ଘର କେବେ ହେଲେ ଠିକ ହବନି ନା ଏଇଟା ଠିକ କଥା ମାତ୍ର ଝରିନିଅ ତମ ବାପା ମଦ ପିଉଥିବ ତମେ ହେଲେ ସେତା କରିବ ଆଉ ବାପା ମଦ ପିଇ ଯାଉଥିଲେ ସାଥିରେ ଧରିଆ ଯୋଉ ଟିକେ ଟିକେ ବାପା ଯଦି ବିଡ଼ି ସିଗାରେଟ ପୁଡ଼ିଆ ଖାଇଲା ପୁଅ ସେତା ଆଗା ଶିଖିବ ଆଉ ତମେ ମୋବାଇଲରେ ଧରିଛ ତମ ପୁଅ କି ନିଆଜି ବୋଲୁଛୁ ମୋବାଇଲରେ ଦେଲେ ହାତ ଖାଇବି ବୋଲୁଛୁ ବର୍ଷେ ପିଲାଟା ଆଜ୍ଞା ହେଇଥିବ ତମେ ମୋବାଇଲ ଧରିକି କଚ କଚ କଲେ ସିଏ ହେଲେ ବୋଲୁଛି ମୋବାଇଲଟା ଦେ ମୁଁ ହେଲେ କଚ କଚ କରିବି ବୋଲୁଛି ତେଣୁକରି ବାପା ମା ଯୋଉଟା କରିବେ ପିଲା ସେଟା ଶିଖିବ ଆଜ୍ଞା ଘରର ମୁରବୀ ଠିକ ଥିଲେ ଘର ଠିକ ଥିବ ତମର ତ ଘରର ମୁରବୀ ଠିକ ନାହିଁ ସବୁ ତ ତମର ବାଙ୍କଡା ଗୁଡାକ ତମେ କେମିତି ଠିକ ହବ ତମର ତ ଘରେ ସେତା ହେଇଛି ତମର ଗୋସାଇ ମା ତ ସେତା କଲା ଅମ୍ବିକା ଅମ୍ବାଳିକା ବ୍ୟାସ ସହିତ ରମଣ କଲେ ପଣ୍ଡୁ ଧୃତରାଷ୍ଟ୍ର ଜନ୍ମ ହେଲେ ଆଜ୍ଞା ଅମ୍ବିକା ଅମ୍ବାଳିକା ଯେତେବେଳେ ବ୍ୟାସଙ୍କ ସହିତ ରମଣ କଲେ ଜନ୍ମ ହେଲେ ପଣ୍ଡୁ ଆଉ ଧୃତରାଷ୍ଟ୍ର ଆଙ୍କ ଘରେ ମଞ୍ଜି ପୋତା ହେଇଛି ଦେଢ଼ଶୁର ଭାଇ ଓ ହରଣ ରକ୍ଷକ ସମସ୍ତେ ତ ଆଙ୍କର ବଂଶରୁ ଆସିନ୍ତି ଆ ମାଇ ବୁଢା ହେଲେ ସିନ୍ତି ଆର ମାଇ ବୁଢା ହେଲେ ସିନ୍ତି ପତା ମାଇ ବୁଢା କ'ଣ ଖରାପ ମୋ ମାଇ କ'ଣ ଖରାପ ତମ ମାଇପ କ'ଣ କରୁଛି ଲୋକଟାକୁ ଗାଡିରେ ବାଟରେ ସେ ଦହି ସିଙ୍ଗିଟେ ଜଗିଥିଲ କିଏ ସେ ଛକରେ ଜଗିଥିଲେ ନା ତମେ ଆଗା ତାକେ ଜଗିଥିଲେ 6 ଜଣ ମାଗି ଧରି ପଳେଇଛି ନା ମାଷ୍ଟରଠୁ ହେଲେ ମହାପ୍ରଭୁ ଶୁଣ 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 ଆଜିକାଲି ସତ କହିଲେ ଶତ୍ରୁ ଆଜ୍ଞା କାହିଁକି ତମର ସ୍ତ୍ରୀ ମଧ୍ୟ ଠିକ ନାହିଁ ମୋ ସ୍ତ୍ରୀ କାହିଁକି ତମ ସ୍ତ୍ରୀ ମଧ୍ୟ ବାଙ୍କଣା ମୋ ସ୍ତ୍ରୀ ହେଲେ ବାଙ୍କଣା କାହିଁକି ତମର ଗୋସାଇ ମା ତ ବାଙ୍କଣା ତମ ମା ତ ବାଙ୍କଣା ଆଉ ତମ ମାଇପଟା କୋଉ ଭଲ ହେଇଯିବ ମୋ ମାଇପ କେମିତି ବାଙ୍କଣା ହେଲା ଶୁଣିବ ହଁ ତମର ସ୍ତ୍ରୀ କ'ଣ ଦେଢ଼ଶୁର ସହିତ ସମ୍ପର୍କ ରଖେନି ତମର ଗୋଟେ ବୋଲି ସ୍ତ୍ରୀ ପରା ଦ୍ରୌପଦୀ ଲାଖ ବିନ୍ଧିକିରି ପାଇଥିଲ ସିଏ ତମର ଦେଢ଼ଶୁର ସହିତ କ'ଣ ସମ୍ପର୍କ ରଖିନି ଶୁଣ ଆଜ୍ଞା ଦ୍ରୌପଦୀଙ୍କ ଦେଢ଼ଶୁର ସହିତ କେମିତି ସମ୍ପର୍କ ଥିଲା ମୁଁ ଗୋଟେ ବୃତ୍ତାନ୍ତ କହୁଛି ଆପଣ ଶୁଣନ୍ତୁ କିପରି ଆପଣ ବସନ୍ତୁ ମୁଁ କହୁଛି ଆଚ୍ଛା ହେଠି ଶୁଣ ଏ ଅର୍ଜୁନ ଏଥିର କାରଣ ଆଚ୍ଛା ଆଚ୍ଛା ମହାଭାରତ ଆଦ୍ୟ ପର୍ବରେ ହେଲା ବର୍ଣ୍ଣନ ମହାଭାରତ ଆଦ୍ୟ ପର୍ବରେ ହେଲା ବର୍ଣ୍ଣନ ଅଗ୍ନିଦେବ ଏକ ଦିନେ ଆସିଲେ ବହନ
ବ୍ରାହ୍ମଣ ରୂପରେ ଆସିଛନ୍ତି ଜାଣୁ ତୁମକୁ ବୋଇଲେ ଶୁଣରେ ଅର୍ଜୁନ ଯୁଧିଷ୍ଠିରକୁ ଡାକରେ ବହନ ଆଚ୍ଛା ଅଭିଯୋଗ ଦେବି ବାବୁ ମୋହରରେ ପୁଣ ସେତେବେଳେ ଆପଣ ନାହିଁ ନାହିଁ କଲେ କିସ କହିବ ମତେ କୁହ ଏ ବୋଇଲେ ସେତେବେଳେ କହନ୍ତି ବ୍ରାହ୍ମଣ ଦେ ଜାଣ ମୋ ଶତ୍ରୁ ପଶି ଅଛି ମୋହର ପୁରେଣ ଶତ୍ରୁକୁ ଯଦି ସଂହାର କରିବ କାଣ୍ଡିବ ଧନୁ ଧରି ମୋ ସଙ୍ଗେ ଆସିବ ଆଚ୍ଛା ଦେଖ ଗାଣ୍ଡିବ ଧନୁ ଥିଲା ଦ୍ରୌପଦୀ ମନ୍ଦିରେ ଯୁଧିଷ୍ଠିର ରହିଛନ୍ତି ଦ୍ରୌପଦୀ ମନ୍ଦିରେ ଧର୍ମ ସଙ୍କଟରେ ପଡ଼ିଗଲ ବୀରବର ଅଗ୍ନିଦେବ ଦେ କହନ୍ତି ସତ୍ୱର ଯଦି ନ ଆସିବ ହେ ବୀର ଅର୍ଜୁନ ଅଭିଶାପ ଦେ ମୁଁ ଦେବି ବହନ ଆଚ୍ଛା ଅଭିଶାପକୁ ବୀର ଭୟ କରିଲ ଯେତେବେଳେ ଦ୍ରୌପଦୀ ମନ୍ଦିରକୁ ଗଲ ଆଚ୍ଛା କଠଉ ନଥିଲା ହେ ଦାଣ୍ଡ ଦୁଆର ଭିତରେ ପଶିଗଲ ତୁମ୍ଭେ ବୀରବର ଯୁଧିଷ୍ଠି ଦ୍ରୌପଦୀ ଶୃଙ୍ଗାର ଦେଖିଲ ଲଜ୍ଜିତ ହୋଇ ବୀର ଠିଆ ହୋଇଲ ଆଚ୍ଛା ଧଡ଼ପଡ଼ ହୋଇ ଉଠିଲେ ଧର୍ମନନ୍ଦନ କେଡ଼େ ବଡ଼ କଥା କରିଦେଲୁ ରେ ଅର୍ଜୁନ କେଡ଼େ ବଡ଼ କଥା କରିଦେଲୁ ରେ ଅର୍ଜୁନ ଆଚ୍ଛା ଆମେ ପରା ବାବୁ କରିଥିଲେ ନିୟମ ଆମେ ପରା ବାବୁ କରିଥିଲେ ନିୟମ କେ କାହା ପୁରକୁ କେବେ ନ ଯିବା ରେ ଜାଣ ଜଣକ ବିରତି ଯଦି ଜଣେକ ଦେଖିବ 1200 ବର୍ଷ ବନବାସ ଯିବ ଏହି ପରା ବାବୁରେ ଥିଲାଟି ନିୟମ ନିୟମ ଭାଙ୍ଗିଦେଲୁ ରେ ବୀର ଅର୍ଜୁନ ଆଚ୍ଛା ସେତେବେଳେ ବୋଲନ୍ତି ଇନ୍ଦ୍ରଙ୍କ କୁମାର କଠଉ ନଥିଲା ରେ ଦାଣ୍ଡ ଦୁଆର ତେଣୁ କରି ଭିତରେ ପଶିଲି ସତ୍ୱର ସେତେବେଳେ ଧର୍ମ ନନ୍ଦନ ଜାଣିଲେ ମୋ କଠଉ ଯେ କିଏ ନେଲାଟି ବୋଇଲେ ଆସିନ ଦେଖିଲେ ଯେ ଦ୍ୱାରରେ ଜାଣ କଠଉ ନଥିଲା ଶୁଣ ହେ ବହନ ଆଚ୍ଛା ଆଚ୍ଛା ରାଜଦ୍ୱାରର ଚତୁର୍ଦିଗେ ଖୋଜିଲେ କଠଉ ପୁଣି ନେତ୍ରେ ନ ଦେଖିଲେ ଦୂରରୁ ଦେଖିଦେଲେ ଧର୍ମନନ୍ଦନ କୁକୁର ଧରିଛି ଏକ କଠଉ ଜାଣ ଆଚ୍ଛା କୁକୁର ପୁଣି କଠଉ ଧରିଛି ଦାନ୍ତରେ ବାବୁ ତାକୁ କାମୁଡୁଛି ଠାଣିଦେଲେ ରେ ଧର୍ମନନ୍ଦନ କେଡ଼େ ବଡ଼ କଲୁ ରେ କୁକୁର ପ୍ରମାଣ ତୋ ଯୋଗୁ ମୋ ପ୍ରୀତି ମୋ ଭାଇ ଦେଖିଲା ତୋତେ ମୁଁ ଅଭିଶାପ ଦେଉଛି ଭଲା ଉଲଗ୍ନ ହୋଇ ସଂସାରେ ବୁଲିବୁ ଉଲଗ୍ନ ହୋଇ ଶୃଙ୍ଗାର କରିବୁ ମୋହର ଶୃଙ୍ଗାର ମୋ ଭାଇ ଦେଖିଲା ତୋର ଶୃଙ୍ଗାର ସାରା ଜଗତ ଦେଖୁରେ ଭଲା ଏପରି ଅଭିଶାପ ଦେଲେ ଧର୍ମନନ୍ଦନ ଆଚ୍ଛା ପାଶୋରି ଦେଲ କିଏ ପାଶୋରି ଦେଲ କି ତୁମେ କୁନ୍ତି ନନ୍ଦନ ପାଶୋରି ଦେଲ କି ହେ କୁନ୍ତି ନନ୍ଦନ ମହାପ୍ରଭୁ ତୁ ତ ମନେ ପଡ଼ିଲା ତୁମର ଏ ଯେତେବେଳେ ଦ୍ରୌପଦୀ ମନ୍ଦିରରେ ବସିଗଲ ଦେଖିଦେଲ ଯୁଧିଷ୍ଠି ଦ୍ରୌପଦୀ ଶୃଙ୍ଗାର କରୁଛନ୍ତି ହଁ ଧର୍ମନନ୍ଦନ ଯୁଧିଷ୍ଠି କହିଲେ ଅର୍ଜୁନରେ କେଡ଼େ ବଡ଼ କର୍ମ କଲୁ ଆଚ୍ଛା ଆରେ ଆମେ ପରା ନିୟମ କରିଥିଲେ ରେ ଆରେକ ପିରତି ଯଦି ଆରେକ ଦେଖିବ 1200 ବର୍ଷ ବନବାସକୁ ଯିବୁ ଇଏ ପରା ନିୟମ ଥିଲା ତୁ କେମିତି କଲୁ ରେ ମୂର୍ଖ ଅର୍ଜୁନ କହିଲେ ନାଇଁ ଭାଇ ଯଦି କଠଉ ଦିଟା ଦାଣ୍ଡ ଦୁଆରେ ଥାନ୍ତା ମୁଁ ଭିତରକୁ ଆସିନଥାନ୍ତି କଠଉ ପରା ନଥିଲା ଯୁଧିଷ୍ଠି ଆସି ଦେଖିଲେ କଠଉ ଦୁସିଲାନି ଗୋଟେ କୁକୁର ଦାନ୍ତରେ କାମୁଡୁଛି କଠଉ ଦୁଇଟି ରାଗରେ ଜର୍ଜରିତ ହୋଇ ଧର୍ମନନ୍ଦନ କହିଲେ ରେ କୁକୁର ତୁ ଯୋଗୁ ମୋ ପ୍ରୀତି ମୋ ଭାଇ ଦେଖିଲା ମୁଁ ତୋତେ ଅଭିଶାପ ଦେଉଛି ରେ ତୋର ଉଲଗ୍ନ ରୂପରେ ସଂସାରରେ ବୁଲିବୁ ଉଲଗ୍ନ ହୋଇ ଶୃଙ୍ଗାର କରିବୁ ତୋ ଶୃଙ୍ଗାର ସାରା ଜଗତ ଦେଖିବ ଆଚ୍ଛା ମୋର ଶୃଙ୍ଗାର ମୋର ଭାଇ ଜଣେ ଦେଖିଥିଲା ତୋର ଶୃଙ୍ଗାର ସାରା ସଂସାର ଦେଖିବ ବୋଲି ଧର୍ମନନ୍ଦନ ଅଭିଶାପ ଦେଇଥିଲେ ଆଚ୍ଛା ହେଲେ ମହାପ୍ରଭୁ ତୁ ତ ହେଲେ ଏହିପରି ତମର ଭାଇ ଅର୍ଥାତ ଧର୍ମରାଜ ଯୁଧିଷ୍ଠିର ତମର ବଡ଼ ଭାଇ ହଁ ସ୍ତ୍ରୀ ତମର ଦ୍ରୌପଦୀ ହଁ ଆଉ ଦେଢ଼ଶୁର ସହିତ ତମ ସ୍ତ୍ରୀର ସମ୍ପର୍କ ନାହିଁ ତୁ ତ ଅଲଜ୍ଜା କଥା ଗୁଡାକ କହୁଛ ବସ 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 କହିଲେ କୂଳ କୁଲାଜ ନ କହିଲେ କୂଳ ଭାଷୀ ଏ ତୁ ତ ହେଲେ ଆଜ୍ଞା ୟା ରକ୍ଷକ କୁଡ଼ା ପିଲା କାହାକୁ କହିଲି ଜାଣିଛୁ କାହାକୁ? ହେଡ୍ 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 ଦେଖ ଦେଖ ନାଟ କାଣି ଦେଖୁଛ ଏ ଦେଖ
ହେଲେ ଆଜ୍ଞା ଭାକୁଡ଼ା ପିଲା କାହାକୁ କହନ୍ତି ଜାଣିଛ ନା? ଦେଖନ୍ତୁ ଜଣଙ୍କର ଗୋଟେ ସ୍ୱାମୀର ସ୍ତ୍ରୀ ଥିବ, ହଁ ସ୍ତ୍ରୀର ସ୍ୱାମୀ ଥିବ, ହଁ ଥାଉ ଥାଉ ସେ ଯଦି ପର ସ୍ୱାମୀ ପାଖକୁ ଯିବ ହଁ। ବୋଲେ ପର ଘଇତା କରିବ, ହଁ ଆଗ ଘଇତାଟା ହଉଛି ଭାକୁଡ଼ା। ହଁ ଯୋଉ ପିଲାଟା ଜନ୍ମ ହବ ସେ ହଉଛି ଆଜ୍ଞା ଭାକୁଡ଼ା ପିଲା। ହଁ ସେଟା ଭାକୁଡ଼ା ପିଲା ହବ ନା? ଦେଖ ହବ ନା? କାଉ ଦେଖିଲ ହେଡ୍ 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 ଦେଖ 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 ସିଆଡେ ଦେଖ କୁଆଡେ ଆଙ୍ଗୁଠା କୁଆଡେ? ସିଆଡେ ସିଆଡେ ଦେଖ ହେ ତମେ ଭାକୁଡ଼ା ପିଲା କିଏ? ଏ କାଣ୍ଡେ ତଳେ ମନ୍ଥୁଛି ରେ ବାପ। ହେଲେ ରାଣ୍ଡି ପୁଅ କିଏ? ହଁ ରାଣ୍ଡି ପୁଅ ରାଣ୍ଡି ପୁଅ କିଏ? ହେଡି ଆସ ଆସ ଦେଖ ହେଡି ହେଡି ନାଇଁ 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 ହେଡି ହେଡି ଆକେ ହଉଛନ୍ତି ଆଜ୍ଞା ରାଣ୍ଡି ପୁଅ ଦେଖ ଦେଖିଲ। କିଏ ତମେ କିଏ? ହେଲେ ରାଣ୍ଡି ପୁଅ କାହାକୁ କହନ୍ତି? କାହାକୁ? ଆଜ୍ଞା ନିଜର ଘଇତା ମରିଗଲେ ରାଣ୍ଡ, ହଁ ଘଇତା ଥାଉ ଥାଉ ଯିଏ ପର ପୁରୁଷ ବରଣ କରେ ସେ ହଉଛି ରାଣ୍ଡି କାମ। ସେଠୁ ଯୋଉ ପିଲାଟା ଜନ୍ମ ହବ ସେ ହବ ରାଣ୍ଡି ପୁଅ ହେଲା। ଦେଖିଲ ତ? ମତେ ଏକା କହୁଛୁ ନା? ନାଇଁ 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 ତମକୁ କେଣେ କହିବି? ଏଇ ଆଙ୍ଗୁଠି କରୁଛୁ କେଣ? ଓଇ ଧରି ଦେଖଉଥିଲେ କିଏ? ହେଲେ ମହାପ୍ରଭୁ ତ ଏହିପରି ଆପଣଙ୍କ ଦଶ ନାମ ଧରିକି ବାରମ୍ବାର ଡାକା ଦଉଛନ୍ତି। ହଁ ମୁଁ ଯାଇ ବୁଝୁଛି ଆପଣ ବସନ୍ତୁ।